ଆଜି ହଉଛି ସାବିତ୍ରୀ ଅମାବାସ୍ୟା। ମୋ ସ୍ୱାମୀକୁ ପୂଜା କରିବି ବୋଲି ମୁଁ ପୂଜା ସାମଗ୍ରୀ ନେଇ ଆସିଛି। ହେଲେ ମୁଁ କେମିତି ପୂଜା କରିବି? ମୁଁ ତ ଘରେ ଚାକରରେ ଅଭିନୟ କରୁଛି। ହଁ, ମୁଁ କେମିତି ପୂଜା କରିବି? ତମ ଆଶା ନିଶ୍ଚୟ ପୂରଣ ହବାର ପା ସେଥିପାଇଁ ମୁଁ ଆସିଛି। ଆଜି ମୋର ସାବିତ୍ରୀ ବ୍ରତ, ତମେ ଆଜି ମତେ ପୂଜା କରିବ। କିନ୍ତୁ ମୁଁ ତ ଘରେ ଚାକରରେ ଅଭିନୟ କରୁଛି। ତମ ସ୍ତ୍ରୀ ଯଦି ଦେଖିବେ ତାହେଲେ କଣ ହବ ଶୁଭ? ସ୍ତ୍ରୀ କିଏ ବା ସ୍ତ୍ରୀ? ଆରେ ବାପା ମାଙ୍କର ମାଧ୍ୟ ବାଦ କରେ ମୋ ମାଉସୀକୁ ବାହା ହେଇଛି, କିନ୍ତୁ ପ୍ରକୃତରେ ତୁମ ହଉଛୁ ମୋ ସ୍ତ୍ରୀ। ଆରୁ ବା এই ସାବିତ୍ରୀ ବ୍ରତରେ ଗୋଟାଏ ସ୍ତ୍ରୀର କର୍ତ୍ତବ୍ୟ ତୁ କରିବୁ। କିନ୍ତୁ ଏସବୁ କେମିତି ଦେଖି ଦିଅନ୍ତି ତାହେଲେ ମତେ ଘରେ ବାହାର କରିଦେବେ। ୟା ପରେ ମୋ ଅବସ୍ଥା କଣ ହବ? ସେ କଥା ମୁଁ ବୁଝିଲି। କେତେ ଦିନ ଏମିତି ଲୁଚିବାକୁ ଦିନେ କରିବା ତୋର ଠାରୁ ଅଲଗା ରହି ମୋ ବହୁତ କଷ୍ଟ ପାଉଛି ରୂପା। ଇଚ୍ଛା ହଉଛି ଏ ଘରଟାରେ କହି ଚାଲିଯାଆନ୍ତି, କିନ୍ତୁ ତମେ ସେମିତି କରନି। ତମେ ଯଦି ବାଧ୍ୟ କରୁଛ ତାହେଲେ ମୁଁ ତୁମକୁ ପୂଜା କରିବି। ଆସ। ସବୁ ଦେଖିଲ ଅମତ ଅଛ କଣ? କଥା କରିକି ତମେ ସାବିତ୍ରୀ ବ୍ରତ କରିବ। ତେଣୁ ପୂଜା ସାମଗ୍ରୀ ଆଣି ଦେଇଥିଲି। ପୂଜା ସାମଗ୍ରୀ ଆଣିଥିଲୁ, ତାହେଲେ ତୁ ତାକୁ ମୁଣ୍ଡିଆ ମାରୁଥିଲୁ କଣ ପାଇଁ? ସିଏ କଣ ତୋ ସ୍ୱାମୀ? ନାଇଁ ମା, ସେ ମୋ ସ୍ୱାମୀ ନାହାନ୍ତି। ତାହେଲେ ତୁ ତାକୁ ମୁଣ୍ଡିଆ ମାରୁଥିଲୁ କଣ ପାଇଁ ବେ? ହେଇ, ତମେ କୁହ ତା ସହିତ ତମର ସମ୍ପର୍କ କଣ? ସମ୍ପର୍କ ଅଛି, ତା ସହିତ ମୋର ଗଭୀର ସମ୍ପର୍କ ଅଛି। ମୁଁ ତ ଭଲ ପାଉଛି, ଖାଲି ସେତିକି ନୁହେଁ, ମୋ ମନ୍ଦିରରେ ସିନ୍ଦୁର ବାହା ହେଇଛି। ବସ୍, ତମେ କଣ କହିବାର ଅଛି? ସବୁ ଘଟି ଯାଇଛି, ହେଲେ ମୁଁ କିଛି ବି ଜାଣିପାରିନି। ତମେ ମତେ ଏତେ ବଡ଼ ଧକ୍କା ଦେଲ। ଆରେ କାହିଁକି କୁହ? ଏସବୁ ଉତ୍ତର ମୁଁ ଦେଇପାରିବି। ସେଇଟା ମୋ ବାପା ମାଙ୍କୁ ବୁଝା, ସେମାନେ କହିବେ। ଆରେ ସେଇଥିପାଇଁ ମୋ ପାଖରେ ଲୁଚିଛି, ତା ସହିତ ମିଳାମିଶା କରୁଥିଲୁ। ତମ ପରିବାର ସମସ୍ତେ ମିଶି ମୋ ସହିତ ଚିଠି କରିଛ, ଆଉ ତମେ ମତେ ବାହା ହେଇଛ। ଆଜି ମୁଁ ପୋଲିସ ଷ୍ଟେସନ ଯିବି, ତମ ନାଁରେ କରିଦେବି। କୁଆଡ଼େ ଯିବା ପାଇଁ ଭାବିଛ? କିନ୍ତୁ କାହିଁକି? ଆପଣଙ୍କ ପୁଅ ମତେ ବାହା ହେବା ପୂର୍ବରୁ ଏଇ ଚାକରାକୁ ବାହା ହେଇଛି, ଆଉ ତା ସହିତ ମିଳାମିଶା କରୁଛି। ଏତେ ସବୁ କରିବାର ଥିଲା, ତାହେଲେ ମତେ ଏଗୁଡ଼ାକୁ ବୋଉ କରି ଆଣିଲ କଣ ପାଇଁ? ମୋ ଜୀବନଟାକୁ ବର୍ବାଦ କରିଦେଲ କାହିଁକି? ଆଜି ୟାର ନ୍ୟାୟ ପାଇବା ପାଇଁ ମୁଁ ପୋଲିସ ଷ୍ଟେସନ ଯିବି। ମୁଁ ପୋଲିସ ଷ୍ଟେସନ ଯିବି। ପରିସ୍ଥିତି ପରି ଆମେ ତାକୁ ଏ ଘରେ ରଖୁଛୁ, ନହେଲେ ପ୍ରକୃତରେ ତୁଇ ଏ ଘରର ବୋହୂ। ତାହେଲେ କିନ୍ତୁ ଇଏ ତାକୁ ଚାଲିଯିବା ଦରକାର। ତାହେଲେ ମୁଁ ବି ତା ସହିତ ଚାଲିଯିବି। ସେ ଚାଲିଯିବି। ଏସବୁ କଣ ହଉଛି? ଏସବୁ କେବଳ
ତାହେଲେ ମୋ ବଞ୍ଚିବା ମୋ ବଞ୍ଚିବା ଭଗବାନ ଏ ଘରେ ଏମିତି ପରିସ୍ଥିତି ସୃଷ୍ଟି ହେବ ବୋଲି ମୁଁ କେବେ ଜାଣିନଥିଲି ଆଜିରୁ ମୋ ବାପା ଘରକୁ ଚାଲିଯିବି ଆଉ ତାପରେ ଯାହା କରିବା କଥା ତମେ କରିବ ତୁ ଜମା ଚିନ୍ତା କରନା ତୋ ସହିତ ମୁଁ ଅଛି ଇଏ କେମିତି ଖରାପ ଚାଲିଯିବ ସେ କଥା ମୁଁ ବୁଝିବି ଜମା ଭିତରକୁ ଯା ବହୁତ ହେଇଗଲା ତରକି ଠିକ ପାଇବ ମୋ ବାପାର କିଛି ବି କରିବେ ଏଠି କି କଥା ପଡ଼ିଲେ ବାପା এই নিরক্ষর কথা চিন্তা কর সে এখান চালিগলা পরে তা অবস্থা কଣ হব দেখ বাপা রূপ হচ্ছে বলছিবা তাকে ମୁଁ କେବେ ଛାଡ଼ି ପାରିବି ଏ ହାତରେ ମୋତେ କିଛି କହିବିନି ଚାଲ କଣ ହବ ପଶିବ ଗୋଟିଏ ବାଟେ ଆମ ମାନ ସମ୍ମାନ ଆଉ ଗୋଟିଏ ବାଟେ ଆମ ପୁଅର କି ମୁଁ କିଛି ଚିନ୍ତା କରିପାରୁ ଯାହା ସବୁ ରଖିଛି ସେ ସବୁ ସେମାନଙ୍କୁ ରୋଗ ଲାଗି ସେ ଏକାବେଳେ ବିଦା ହେଲେ ହିଁ ଆମେ ଶାନ୍ତିରେ ରହିପାରିବା ଆମେ ତମେ କଣ କରିବା ଚାହୁଁଛୁ ତମେ କିଛି ବୁଝିବା ଦରକାର ନାହିଁ ଯାହା କରିବା କଥା ମୁଁ କରିବି ଚାଲ ହଉ ଠିକ ଅଛି